ଆମ ଖ୍ରୀଷ୍ଟିଆନ ସମାଜର ଲୋକମାନେ କହନ୍ତି, ଖ୍ରୀଷ୍ଟିଆନ ମାନେ ଆମେ ହେଉଛୁ ଅବ୍ରାହମଙ୍କର ବଂଶଧର ବା ଈଶ୍ୱରଙ୍କର ସନ୍ତାନ ଅଟୁ। କିନ୍ତୁ ଗଭୀର ଭାବେ ଯଦି ସେମାନଙ୍କୁ ପ୍ରଶ୍ନ କରାଯାଏ, ତେବେ ଏହାର ସଠିକ ଉତ୍ତର ଅଧିକାଂଶ ଲୋକଙ୍କ ନିକଟରେ ନାହିଁ। କାହିଁକି? ଯେହେତୁ ଆମେମାନେ ବିଜାତି ଅଟୁ, ଅବ୍ରାହମଙ୍କର ବଂଶରେ ଆମେ କେବେ ହେଲେ ଜନ୍ମ ହେଇନୁ, ତ ଆମେ କି ପ୍ରକାର ଅବ୍ରାହମଙ୍କର ବଂଶ ହେଇପାରିବା ଯଦି କ୍ୱେଶ୍ଚିନ୍ କରାଯିବ। ଦ୍ୱିତୀୟତଃ, ଈଶ୍ୱର ହେଉଛନ୍ତି ଆତ୍ମା, ତାଙ୍କର ସନ୍ତାନ ମାନେ ଆତ୍ମା ହେଇଥିବା ଦରକାର ଅଛି। ଆମେ ଯଦି ନିଜକୁ ଦେଖିବା, ଆମେ କ'ଣ ଆତ୍ମା କି? ଆମେ ତ ଶରୀର। ଆଉ ଏ ଶରୀର କେବେ ଈଶ୍ୱରଙ୍କ ସନ୍ତାନ ହେଇପାରିବ କି? ନାହିଁ। ତେବେ ଆମେ କି ପ୍ରକାର ଈଶ୍ୱରଙ୍କ ସନ୍ତାନ? ତେବେ ଅନେକ ପ୍ରଶ୍ନ ଅଛି, ଯେଉଁ ପ୍ରଶ୍ନ ଦ୍ୱାରା ଲୋକଙ୍କୁ ଯଦି ଧରାଯିବ, ତେବେ ସେମାନେ ଓଲଟା ପଲଟା ନିଶ୍ଚିତ ଉତ୍ତର ଦେବେ। ଈଶ୍ୱରଙ୍କ ସନ୍ତାନ କେବେ ପାପୀ ନୁହନ୍ତି। ଆମେ ଯଦି ଯୀଶୁଙ୍କୁ ଈଶ୍ୱରଙ୍କ ସନ୍ତାନ ଭାବେ ଦେଖୁଛୁ, ବାଇବଲ ଯାହା ପ୍ରକାଶ କରୁଛି, ତେବେ ଯୀଶୁ କେବେ ହେଲେ ପାପୀ ନୁହନ୍ତି। ପାପୀ ଈଶ୍ୱରଙ୍କ ସନ୍ତାନ କେମିତି ହେଇପାରିବ? ଆଉ ବି ପ୍ରଶ୍ନ ଅଛି, ଯିଏ ଯାହାର ବୀଜରେ ଯାହାଠାରୁ ଜାତ ହେଇଛି ସେ ହିଁ ତାର ସନ୍ତାନ। ତେବେ ଆମେ ଈଶ୍ୱରଙ୍କ ଠାରୁ କେମିତି ଜାତ ହେଲୁ? ତ ଏସବୁ ପ୍ରଶ୍ନକୁ ଯଦି ଆମେ ଦେଖିବା, ତେବେ ଅଧିକାଂଶ ଲୋକଙ୍କ ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ଆପଣଙ୍କୁ ଅନୁରୋଧ କରୁଛି, এই ସୁସମାଚାରକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଆଉ ଆପଣଙ୍କ ହୃଦୟରେ ଯଦି କୌଣସି ଦ୍ୱନ୍ଦ୍ୱ ଅଛି, ପ୍ରଶ୍ନ ଅଛି, ମୁଁ ଆଶା କରେ ନିଶ୍ଚିତ ଭାବେ ଆପଣଙ୍କର ହୃଦୟରେ ସମାଧାନକୁ ପାଇବେ। ଆସନ୍ତୁ, ଆମେ କି ପ୍ରକାର ଅବ୍ରାହମଙ୍କର ବଂଶ ବା ଈଶ୍ୱରଙ୍କର ସନ୍ତାନ ହେଇଛୁ, ତାହା ବାଇବଲରେ ସ୍ପଷ୍ଟ ଭାବେ ଲେଖା ହେଇଛି, ଆମେ ଦେଖିବା। ମୁଁ ପ୍ରଥମେ ପଢ଼ୁଛି ରୋମିଓ 9 ପର୍ବ ତାର 7 ଆଉ 8 ପଦ। ଏଠାରେ ଏମିତି ଲେଖା ହେଉଛି, କିଅବା ଅବ୍ରାହମଙ୍କ ବଂଶ ବୋଲି ଯେ ସମସ୍ତେ ସନ୍ତାନ ତାହା ନୁହେଁ, କିନ୍ତୁ ଇସାକାଙ୍କ ଠାରେ ତୁମର ବଂଶ ଖ୍ୟାତ ହେବ। ଏଥିର ଅର୍ଥ ଏହି, ଶାରୀରିକ ଭାବେ ଯେଉଁମାନେ ସନ୍ତାନ ସେମାନେ ଯେ ଈଶ୍ୱରଙ୍କ ସନ୍ତାନ ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି। ବାଇବଲରେ ସ୍ପଷ୍ଟ ଭାବେ ଏ ପ୍ରକାର ଲେଖାଯାଇଛି, ଶରୀର ଅନୁସାରେ ଯେଉଁମାନେ ଅବ୍ରାହମଙ୍କର ବଂଶରେ ଜାତ ହେଇଛନ୍ତି, ସେମାନେ ମଧ୍ୟ ସମସ୍ତେ ଅବ୍ରାହମଙ୍କର ବଂଶଧର ନୁହନ୍ତି। କାରଣ ବାଇବଲ ଲେଖା ହେଇଛି, ଇସାକାଙ୍କ ଠାରେ ତୁମର ବଂଶ ଖ୍ୟାତ ହେବ। ଏହାର ଅର୍ଥ, ଇସାକାଙ୍କର ଜନ୍ମ କେମିତି ହେଲା? ଇସାକ ଯିଏକି ଅବ୍ରାହମ ସାରାଙ୍କର ଚିନ୍ତାଧାରା, ତାଙ୍କର ଶକ୍ତି ସାମର୍ଥ୍ୟ କିମ୍ବା କୌଣସି ମନୁଷ୍ୟର ରୀତିନୀତି ବା ମନୁଷ୍ୟର ଗତିବିଧି ବା ମନୁଷ୍ୟର ସଂକଳ୍ପ ଅନୁସାରେ ଜାତ ହେଇନାହାନ୍ତି। ସେ କେବଳ ଈଶ୍ୱରଙ୍କର ପ୍ରତିଜ୍ଞା ଥିଲା, ସେ ପ୍ରତିଜ୍ଞା ବଳରେ ସେ ଜାତ ହେଇଛନ୍ତି। କାହିଁକି ଏ ପ୍ରକାର ବାଇବଲ କହୁଛି? ତ ବାଇବଲରେ ସ୍ପଷ୍ଟ ଭାବେ ଲେଖା ହେଇଛି, ଈଶ୍ୱର ସାରାଙ୍କୁ କ'ଣ କହିଲେ? ଏଇ ଋତୁ ପୁନର୍ବାର ଉପସ୍ଥିତ ହେଲା ବେଳକୁ ତୁମ କୋଳରେ ଗୋଟେ ପୁତ୍ର ସନ୍ତାନ ଥିବ। ଏହା ପ୍ରତିଜ୍ଞାର ବାକ୍ୟ ଥିଲା। ଏଇ ବାକ୍ୟ ଦ୍ୱାରା ଇସାକ ଜନ୍ମ ହେଇଥିଲେ। ତ ବାକ୍ୟ ବଳରେ ଇସାକ ଜନ୍ମ ହେଇଥିଲେ। ସେଥିପାଇଁ ଇସାକ ହେଉଛନ୍ତି ଈଶ୍ୱରଙ୍କ ସନ୍ତାନ ବା ଅବ୍ରାହମଙ୍କର ବଂଶ। ତ ଆଜି ଯେଉଁ ଲୋକମାନେ ପୁନର୍ଜନ୍ମ ପାଇନାହାନ୍ତି, ପରିତ୍ରାଣ ପାଇନାହାନ୍ତି, ସେମାନେ କେବେ ହେଲେ ଅବ୍ରାହମଙ୍କ ସନ୍ତାନ ନୁହନ୍ତି। ଲୋକମାନେ କେମିତି ଧରା ଯାଇଛନ୍ତି ନିଜ ହୃଦୟରେ? ମୁଁ ଦିନେ କ'ଣ ଚିନ୍ତା କରୁଥିଲି, ଯେହେତୁ ମୁଁ ବାପ୍ତିସ୍ମ ନେଇଛି, ମୁଁ ଯୀଶୁଙ୍କୁ ବିଶ୍ୱାସ କରୁଛି, ମୁଁ ଗିର୍ଜା ଯାଉଛି, ମୁଁ ଭଲ ଭଲ କାର୍ଯ୍ୟ କରୁଛି, କିମ୍ବା ଏମିତି ଆଉ କିଛି, ସେତେବେଳେ ସେଇ ବିଷୟକୁ କେନ୍ଦ୍ର କରିକି ମୁଁ ଭାବୁଥିଲି, ମୁଁ ମଧ୍ୟ ଗୋଟେ ଅବ୍ରାହମଙ୍କର ସନ୍ତାନ ବା ଈଶ୍ୱରଙ୍କ ସନ୍ତାନ। ଏମିତି ଆଜି ଅନେକ ଲୋକ ବଞ୍ଚୁଛନ୍ତି, ଯେଉଁମାନେ କି
ତାଙ୍କର ଶାରୀରିକ ବିଷୟକୁ ନେଇକି ସେମାନେ କ'ଣ କରିଛନ୍ତି ସେ ବିଷୟକୁ ନେଇକି ସେମାନେ ଚିନ୍ତା କରୁଛନ୍ତି ଆମେ ମଧ୍ୟ ଅବ୍ରାହମଙ୍କର ସନ୍ତାନ, ଈଶ୍ୱରଙ୍କ ସନ୍ତାନ। ତ ନିଶ୍ଚିତ ଭାବେ ଏହା ବାଇବେଲର ମତ ଅନୁସାରେ ନୁହେଁ। ଏହା ବାଇବେଲରେ କେବେ ହେଲେ ଏମିତି ଲେଖାଯାଇନି। ମନୁଷ୍ୟ ଯାହା କଲେ ମଧ୍ୟ ସେ ଅନ୍ୟ ଲୋକର ସନ୍ତାନ ହେଇପାରିବ ନାହିଁ। ଥରେ ଆମେ ବାପା ମାଆଙ୍କ ଠାରୁ ଜନ୍ମ ହେଇଛୁ, ଆମେ ତାଙ୍କର ସନ୍ତାନ ଅଟୁ। ବାଇବେଲରେ ଏମିତି ମଧ୍ୟ ଲେଖା ହେଇଛି, ମାଂସରୁ ଯାହା ଜାତ ତାହା ମାଂସ, ଆମେ ଶରୀର। ଆତ୍ମାରୁ ଯାହା ଜାତ ତାହା ଆତ୍ମା। ତେଣୁ ଯେତେବେଳେ ପୁନର୍ଜନ୍ମର କଥା ଆସୁଛି, ବାଇବେଲରେ ପୁନର୍ଜନ୍ମ ବିଷୟରେ ଲେଖା ହେଇଛି, ଯେଉଁ ପର୍ଯ୍ୟନ୍ତ ଜଣେ ପୁନର୍ଜନ୍ମ ପ୍ରାପ୍ତ ହେଇନାହିଁ ସେ କେବେ ହେଲେ ଅବ୍ରାହମଙ୍କର ସନ୍ତାନ ନୁହେଁ। ଆସନ୍ତୁ ଆଉ ଗୋଟେ ବାକ୍ୟ ପଢ଼ିବା। ପ୍ରଥମ ପିତର 1:23 ପଦରେ ଏମିତି ଲେଖା ଅଛି, ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହଁ ବରଂ ଅକ୍ଷୟ ବୀଜରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଅଛ। ଜଣେ ଯେତେବେଳେ ସେ ଈଶ୍ୱରଙ୍କର ବୀଜ ଅର୍ଥାତ୍ ସୁସମାଚାର ବା ବାକ୍ୟ ଦ୍ୱାରା ପୁନର୍ଜନ୍ମ ଲାଭ କରୁଛି, ପୁନର୍ଜନ୍ମ ପାଉଛି, ସେଇ ଲୋକ ହେଉଛି ଈଶ୍ୱରଙ୍କ ସନ୍ତାନ। ତ ଏହା ସ୍ପଷ୍ଟ ବାଇବେଲରେ ଲେଖା ଅଛି। କିନ୍ତୁ ଆମେ ଯଦି ଅଧିକାଂଶ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଦେଖିବା, ପୁନର୍ଜନ୍ମ ବିଷୟରେ ମଧ୍ୟ ସେମାନେ ଜାଣିନାହାନ୍ତି। କହୁଛନ୍ତି ଆମେ ପୁନର୍ଜନ୍ମ ପାଇଛୁ, ଆଉ ଆମେ ପରିତ୍ରାଣ ପାଇଛୁ, ଏମିତି ଅନେକ ଲୋକ କୁହନ୍ତି। କିନ୍ତୁ ତାଙ୍କର ଯଦି କ୍ୱେଶ୍ଚିନ୍ କରାଯିବ ତମଠାରେ ପାପ ଅଛି କି, ସେମାନେ କହିବେ ହଁ ଆମଠାରେ ପାପ ଅଛି। ତ ଯାହାଠାରେ ପାପ ଅଛି ସେ କେମିତି ପରିତ୍ରାଣ ପାଇଛି, ସେ କେମିତି ପୁନର୍ଜନ୍ମ ପାଇଛି, ସେ କେମିତି ଯୀଶୁଙ୍କୁ ବିଶ୍ୱାସ କରୁଛି? କାରଣ ଯୀଶୁ କ'ଣ ପାଇଁ ଆସିଥିଲେ ସେଠାରେ ଲେଖା ହେଇଛି। ଗୋଟେ ବାକ୍ୟ ଆମେ ଦେଖିବା, ଯୋହନ ପୁସ୍ତକରେ ଏମିତି ଲେଖା ହେଇଛି, ପ୍ରଥମ ଯୋହନ 3 ପର୍ବ ତାର 5 ପଦରେ ଏହି ପ୍ରକାର ଲେଖା ଅଛି। ପ୍ରଥମ ଯୋହନ 3 ପର୍ବ ତାର 5 ପଦ, ଆଉ ତୁମ୍ଭେମାନେ ଜାଣ ଯେ ସେ ପାପ ବୋହି ନେଇ ଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ। ଯୀଶୁ କ'ଣ ପାଇଁ ପ୍ରକାଶିତ ହେଇଥିଲେ? ଶରୀର ଧାରଣ କରିକି ଜଗତକୁ ଆସିଥିଲେ ସେ ମନୁଷ୍ୟମାନଙ୍କର ବା ସାରା ଜଗତର ପାପକୁ ବୋହି ନେଇ ଯିବା ପାଇଁ। ଜଣେ ଯଦି ମୋ ପାଖରେ ପାପ ଅଛି କହୁଛି, ତାର ଅର୍ଥ ସେ କେବେ ହେଲେ ଯୀଶୁଙ୍କୁ ବିଶ୍ୱାସ କରୁନାହିଁ। କେମିତି? କାରଣ ବାଇବେଲରେ ଲେଖା ହେଇଛି ଯୀଶୁ ପାପ ବୋହି ନେଇ ଗଲେ ବୋଲି ଲେଖା ହେଇଛି, ବୋହି ନେଇ ଯାଆନ୍ତି। ପ୍ରଥମ ଯୋହନ 1:29 ପଦରେ ଲେଖା ହେଇଛି, ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ବୋହି ନେଇ ଯାଆନ୍ତି। ତ ଯେତେବେଳେ ଆମେ ଲୋକଙ୍କର ହୃଦୟକୁ ଦେଖିବା, ସେମାନେ ଯଦ୍ୟପି କହୁଛନ୍ତି ଆମେ ଯୀଶୁଙ୍କୁ ବିଶ୍ୱାସ କରୁଛୁ ବୋଲିକି, କିନ୍ତୁ ସେମାନେ କେବେ ହେଲେ ଯୀଶୁଙ୍କୁ ବିଶ୍ୱାସ କରୁନାହାନ୍ତି। ଯୀଶୁଙ୍କୁ ବିଶ୍ୱାସ କରିବାର ଅର୍ଥ କ'ଣ? ଯୀଶୁ କ'ଣ ଶରୀର ଅଛନ୍ତି ବର୍ତ୍ତମାନ କି ଆମେ ଶରୀରକୁ ନେଇକି ଆମେ ବିଶ୍ୱାସ କରିବା? ଯୀଶୁ ସୁସମାଚାର ଭିତରେ ଅଛନ୍ତି। ସୁସମାଚାରରେ ଯାହା ଯୀଶୁଙ୍କ ବିଷୟରେ ଲେଖାଯାଇଛି ତାକୁ ଗ୍ରହଣ କରିବା ହିଁ ଯୀଶୁଙ୍କୁ ବିଶ୍ୱାସ କରିବା। ତେବେ ଆମେ ଯେତେବେଳେ ଯୀଶୁଙ୍କୁ ବିଶ୍ୱାସ କରୁଛୁ ଆମେ ଈଶ୍ୱରଙ୍କ ସନ୍ତାନ ଅଟୁ। କାହିଁକି? ବାକ୍ୟରେ ସେମିତି ଲେଖା ହେଇଛି। ମୁଁ ପଢ଼ିବି, ଗାଲାତୀୟ ପୁସ୍ତକକୁ ଯିବା ଆମେ। ଗାଲାତୀୟରେ କ'ଣ ଲେଖା ହେଇଛି? ଗାଲାତୀୟରେ ଏମିତି ଲେଖା ହେଇଛି, ଗାଲାତୀୟ 3 ପର୍ବ ତାର 26 ପଦ ମୁଁ ପଢ଼ୁଛି। ଏଠାରେ କ'ଣ ଲେଖା ହେଇଛି? କାରଣ ତୁମ୍ଭେମାନେ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସନ୍ତାନ ହୋଇଅଛ। ଏଠି ସ୍ପଷ୍ଟ ଭାବେ ଲେଖା ହେଇଛି, ମନୁଷ୍ୟ କୌଣସି କର୍ମ କରିକି କିମ୍ବା ତାର ଜନ୍ମଗତ ଭାବେ କିମ୍ବା ତାର କୌଣସି ସ୍ୱଭାବ ଭାବେ ସେ କେବେ ହେଲେ ଈଶ୍ୱରଙ୍କ ସନ୍ତାନ ହେଇପାରିବ ନାହିଁ। ଏଠି ସ୍ପଷ୍ଟ ଭାବେ ଲେଖା ହେଇଛି, ତୁମେମାନେ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱରଙ୍କ ସନ୍ତାନ ହେଇଅଛ। ବିଶ୍ୱାସ ଦ୍ୱାରା। ବିଶ୍ୱାସ ହେଉଛି ଅଦୃଶ୍ୟ ବିଷୟରେ ନିଶ୍ଚିତ ଜ୍ଞାନ, ଯାହା ବାକ୍ୟ କହୁଛି। କିନ୍ତୁ ଲୋକମାନଙ୍କର ହୃଦୟରେ କ'ଣ ଅଛି?
ସେମାନେ ଯେମିତି ଚିନ୍ତା କରୁଛନ୍ତି, ଯେମିତି ସେମାନେ ଦେଖୁଛନ୍ତି, ଯେମିତି ଭାବୁଛନ୍ତି, ଜଗତ ଯାହା କହୁଛି ତାକୁ କେନ୍ଦ୍ର କରିକି ଅନେକ ଲୋକ ମୁଁ ଈଶ୍ୱରଙ୍କ ସନ୍ତାନ, ଅବ୍ରାହମଙ୍କ ବଂଶଧର ବୋଲି କହୁଛନ୍ତି, ଇମୋସନାଲ ଭାବେ, ଭାବ ପ୍ରବଣତା ଭାବେ। କିନ୍ତୁ ବାଇବେଲରେ ସେମିତି କେବେ ହେଲେ ଲେଖାଯାଇନାହିଁ। ଜଣେ ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା ସେ ଈଶ୍ୱରଙ୍କ ସନ୍ତାନ ହେଉଛି। ତେବେ ଜଣେ ଯୀଶୁଙ୍କୁ ବିଶ୍ୱାସ କରୁଛି କି କରୁନି କେମିତି ଆମେ ଜାଣିବା? ନାଇଁ, ବାଇବେଲରେ କ'ଣ ଲେଖା ହେଇଛି? ବାଇବେଲରେ ଯାହା ଲେଖା ହେଇଛି ତାକୁ ଜଣେ ରିସିଭ୍ କରୁଛି, ସେ ଯୀଶୁଙ୍କୁ ବିଶ୍ୱାସ କରୁଛି। ଆଉ ଯିଏ ରିସିଭ୍ କରୁନି, ହୃଦୟରେ ଗ୍ରହଣ କରୁନି, ସେ କେବେ ହେଲେ ଯୀଶୁଙ୍କୁ ବିଶ୍ୱାସ କରୁନି। ତ ଆସନ୍ତୁ ଗୋଟେ ବାକ୍ୟ ଆମେ ଦେଖିବା। ରୋମିଓ 6 ପର୍ବକୁ ଯିବା। ରୋମିଓ 6 ପର୍ବ କ'ଣ ଲେଖା ହେଇଛି? ରୋମିଓ 6 ପଦ ମୁଁ ପଢୁଛି। ରୋମିଓ 6 ପଦ, ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି। ପୁରାତନ ଶରୀର ସ୍ୱଭାବ, ଇଂଲିଶ ବାଇବେଲରେ ଓଲ୍ଡ ମ୍ୟାନ୍ ବୋଲି ଲେଖାଯାଇଛି, ପୁରାତନ ମନୁଷ୍ୟ। ତ ଆଦମ ଜଣେ ମନୁଷ୍ୟ, ଯୀଶୁଖ୍ରୀଷ୍ଟ ଜଣେ ମନୁଷ୍ୟ, ପ୍ରଥମ ମନୁଷ୍ୟ, ଶେଷ ମନୁଷ୍ୟ, ଦ୍ୱିତୀୟ ମନୁଷ୍ୟ। ତ ଆଦମକୁ ଶରୀର ଭାବେ ଲେଖାଯାଇଛି, ଆଉ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଆତ୍ମା, ସେମିତି ଲେଖାଯାଇଛି। ତ ଆମ୍ଭେମାନେ ଯେପରି ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଯାଇଛି। ହେଲେ ଆମେ ଯଦି ଜଣକୁ ପ୍ରଶ୍ନ କରିବା, ତମେ ମରିଛ କି? ହେଲେ ସିଏ ମରିଛି କହୁଛି, କାହିଁକି? ସେ କ'ଣ କହୁଛି? ସେ ଯାହା ଦେଖୁଛି ତାକୁ ଆଉ କହିବ କିଏ ମରିଛି, କେମିତି ମରିଛି? ଏଇଟା ପାଉଲ ଲେଖି ନା ଦେଲେ, ଆମେ କେମିତି ମରିଛୁ? ଏଇଠି ବଞ୍ଚିଛୁ। ଏଇଟା କ'ଣ ବିଶ୍ୱାସ କି? ଯୀଶୁଖ୍ରୀଷ୍ଟ ଯାହା କରିଛନ୍ତି ତାହା ପବିତ୍ର ଆତ୍ମାଙ୍କ ଦ୍ୱାରା ବାଇବେଲରେ ଲେଖା ହେଉଛି, ତାକୁ ଗ୍ରହଣ କରିବା ହିଁ ବିଶ୍ୱାସ ଅଟେ। ମୁଁ କ'ଣ କରିବା ସେଇଟା ବିଶ୍ୱାସ ନୁହେଁ, ମୁଁ ଯାହା ବି କରିପାରେ ସେଇଟା ବିଶ୍ୱାସ ନୁହେଁ। କିନ୍ତୁ ପବିତ୍ର ଆତ୍ମା ଯୀଶୁଙ୍କ ବିଷୟରେ ଯାହା କହୁଛନ୍ତି, ଯାହା ଲେଖିଛନ୍ତି, ତାକୁ ଗ୍ରହଣ କରିବାଟା ହିଁ ବିଶ୍ୱାସ। ମନେକର ଗୋଟେ ଉଦାହରଣ ମୁଁ ଦେବି। ସ୍ୱର୍ଗ ଆମେ ଚେଷ୍ଟା କଲେ, ଯେତେ ଯାହା କଲେ ବି ଆମେ ସ୍ୱର୍ଗକୁ ଦେଖିପାରିବା ନାହିଁ, କିନ୍ତୁ ବାଇବେଲରେ ଲେଖା ହେଇଛି ସ୍ୱର୍ଗ ଅଛି, ସେଥିପାଇଁ ଆମେ ବିଶ୍ୱାସ କରୁଛୁ। ତ ବିଶ୍ୱାସ ହେଉଛି ଏହା ଅଦୃଶ୍ୟ ବିଷୟରେ ନିଶ୍ଚିତ ଜ୍ଞାନ। ଅଦୃଶ୍ୟ ମାନେ ଯାହାକି ଦେଖାଯିବ ନାହିଁ, ଆମେ ଭାବିପାରିବା ନାହିଁ, ଚିନ୍ତା କରିପାରିବା ନାହିଁ, ତା ବିଷୟରେ ଜାଣି ବି ପାରିବା ନାହିଁ, କେବଳ ଈଶ୍ୱର ଲେଖି ଦେଇଛନ୍ତି, ତାକୁ ଗ୍ରହଣ କରିବାଟା ହେଉଛି ବିଶ୍ୱାସ। ତେବେ ଯୀଶୁ କ'ଣ କରିଛନ୍ତି? ଆମମାନଙ୍କର ପୁରାତନ ସ୍ୱଭାବ, ଆମମାନଙ୍କର ପୁରାତନ ଶରୀରକୁ କ୍ରୁଶରେ ହତ କରିଦେଇଛନ୍ତି, ମାରି ଦେଇଛନ୍ତି। ହେଲେ ଆଜି ଯଦି ଆମେ ଲୋକଙ୍କୁ ପଚାରିବା, ସେମାନେ କ'ଣ କହୁଛନ୍ତି? ଆମେ ମରିଛୁ କହୁଛନ୍ତି କି? ନାଇଁ, କେବେ ହେଲେ ମରିଛୁ କହୁନାହାନ୍ତି, ଆମେ ଜୀବିତ ଅଛୁ, ଆମେ ପାପୀ ଅଟୁ। କିନ୍ତୁ ପୁରାତନ ସ୍ୱଭାବ ତ ପାପୀ, ପୁରାତନ ମନୁଷ୍ୟ ତ ପାପୀ। କ'ଣ ପୁନର୍ଜନ୍ମ ପ୍ରାପ୍ତ ହେଇଥିବା ଯୀଶୁଖ୍ରୀଷ୍ଟ ପାପୀ କି? କଦାପି ନୁହେଁ। ହେଲେ ପାପୀ କହୁଛନ୍ତି, ତାର ଅର୍ଥ ସେମାନେ କେବେ ହେଲେ ରିସିଭ୍ କରୁନାହାନ୍ତି ଯେ ଆମର ପୁରାତନ ସ୍ୱଭାବ ବା ପୁରାତନ ମନୁଷ୍ୟ କ୍ରୁଶରେ ସମାପ୍ତ ହେଇସାରିଛି। ଗାଲାତୀୟରେ ଆଉ ଏମିତି ମଧ୍ୟ ଲେଖା ହେଉଛି, ଗାଲାତୀୟରେ ଏମିତି ଲେଖା ଅଛି, ଗାଲାତୀୟ ପୁସ୍ତକ ଟିକେ ଦେଖିବା। ଗାଲାତୀୟ 5:24 ପଦରେ ଏମିତି ଲେଖା ଅଛି, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି ବୋଲି ଲେଖା ହେଇଛି। ହତ କରିଅଛନ୍ତି ମାନେ କ'ଣ? ସେମାନେ ବିଶ୍ୱାସ କରିଅଛନ୍ତି, ଯଦ୍ୱାରା ସେଇଟା ସମାପ୍ତ ହେଇଯାଇଛି। ବିଶ୍ୱାସ ଦ୍ୱାରା ସେମାନେ ତାକୁ ବର୍ଜନ କରିଦେଇଛନ୍ତି, ସମାପ୍ତ କରିଦେଇଛନ୍ତି। ତାଙ୍କର ହୃଦୟରେ ଆଉ ସେଇଟା ନାହିଁ। ଆମେ ଜୀବିତ ଅଛୁ ବୋଲିକି ସେମାନେ ଆଉ ଗଣନା କରୁନାହାନ୍ତି। ତ ବାଇବେଲ ଆମକୁ ସେଇ ରୋମିଓ 6ର ତ ବାଇବେଲରେ କ'ଣ ଲେଖା ଅଛି?
ଆମମାନଙ୍କର ପୁରାତନ ସ୍ୱଭାବ, ଆମମାନଙ୍କର ପାପର ଦାସତ୍ୱରେ ରହୁଥିବା ସ୍ୱଭାବ ଯୀଶୁଙ୍କ ସହିତ କ୍ରୁଶରେ ହତ ହୋଇଯାଇଛି। ଯୀଶୁ ଏ କାର୍ଯ୍ୟ କରିଛନ୍ତି। ଏଇଟା ଦ୍ୱିତୀୟ କରନ୍ତୀରେ ମଧ୍ୟ ଲେଖା ଅଛି, ମୁଁ ଦେଖେଇବି ଆପଣଙ୍କୁ। ଦ୍ୱିତୀୟ କରନ୍ତୀ 5 ପର୍ବକୁ ଯିବା। ଦ୍ୱିତୀୟ କରନ୍ତୀ 5 ପର୍ବର 14 ପଦ ମୁଁ ପଢ଼ୁଛି। କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ। ତ ଆମେ ଯଦି ଆଦମଙ୍କ ବିଷୟ ଦେଖିବା, ଯେ ଈଶ୍ୱର କ'ଣ କହିଥିଲେ, ଯେଉଁଦିନ ତୁମେ ସତ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ, ସତ ଅସତ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ, ସେହି ଦିନ ନିତାନ୍ତ ମରିବ। ତେବେ ଆମେ ଆମର ଚକ୍ଷୁ ଦ୍ୱାରା, ଆମର ବୁଦ୍ଧି ବିବେକ ଦ୍ୱାରା ଯଦି ଚିନ୍ତା କରିବା, ସେଟାର ହବା ଆଦମ ମରିନାହାନ୍ତି। କିନ୍ତୁ ଆମେ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଯଦି ଦେଖିବା, ତାଙ୍କ ଚକ୍ଷୁରେ ଦେଖିବା, ସେଟାରେ ସେମାନେ ମରିଯାଇଛନ୍ତି। ସେମାନେ ଯଦି ମରିନାହାନ୍ତି, ତେବେ ଈଶ୍ୱରଙ୍କର ବାକ୍ୟ ବିଫଳ ହେଇଯାଇଛି। କଦାପି ବିଫଳ ନୁହେଁ, ଈଶ୍ୱରଙ୍କର ବାକ୍ୟ ସଫଳ ହେଇଛି, ସେମାନେ ମରିଯାଇଛନ୍ତି। ତ ଆମେ ଯେତେବେଳେ ଈଶ୍ୱରଙ୍କର ବାକ୍ୟକୁ ଗ୍ରହଣ କରୁଛୁ, ଆଦମ ମରିଛି, ତାକୁ ଆମେ ଜାଣିବା ବି କିଛି ଦରକାର ନାହିଁ। କାରଣ ବାକ୍ୟ ପରମେଶ୍ୱର କ'ଣ କହିଲେ, ତୁମେ ଯେଉଁଦିନ ସେ ଫଳ ଖାଇବ ସେଇଦିନ ନିତାନ୍ତ ମରିବ। ତାର ଅର୍ଥ ସେମାନେ ଯେଉଁଦିନ ଫଳ ଖାଇଲେ ସେଇଦିନ ସେମାନେ ଈଶ୍ୱରଙ୍କ ରାଜ୍ୟରେ ମରିଯାଇଛନ୍ତି। ତ ଏଇଟା ହେଉଛି ବିଶ୍ୱାସ ଗ୍ରହଣ କରିବାଟା। ତ ଏଠି ବାଇବେଲରେ କ'ଣ ଲେଖା ହେଲା, ରୋମିଓ ପୁସ୍ତକରେ, କି ଆମମାନଙ୍କର ପୁରାତନ ସ୍ୱଭାବ ଯୀଶୁଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହେଇଛି। ତ ଏଇ ହୃଦୟ ଯେତେବେଳେ ଈଶ୍ୱରଙ୍କର ବାକ୍ୟକୁ ପାଉଲ ଗ୍ରହଣ କଲେ, ସେ ଗାଲାତ୍ୟ 2ର 20 ପଦରେ ମଧ୍ୟ ଲେଖିଛନ୍ତି। କ'ଣ ଲେଖିଛନ୍ତି ସେଠି? ଏମିତି ଲେଖିଛନ୍ତି, ଗାଲାତ୍ୟ 2ର 20, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ତ କାହିଁକି ଈଶ୍ୱର ମନୁଷ୍ୟକୁ ହତ କଲେ? କାରଣ ଆମର ଯେଉଁ ଶରୀରକୁ ଥରେ ପାପର ଅକ୍ତିଆରକୁ ଆସିଲା, ପାପ ପ୍ରବେଶ କଲା, ସେଠାରେ କୌଣସି ଉତ୍ତମ ବିଷୟ ନାହିଁ। ଆଜ୍ଞା, ସେଠାରେ ଆଦି ପୁସ୍ତକ ଆମେ ଯଦି ପଢ଼ିବା, ଆଦି ପୁସ୍ତକ 3 ପର୍ବକୁ ଯଦି ଯିବା, ଯେତେବେଳେ ସେମାନେ ଫଳ ଖାଇଲେ ତା ପରବର୍ତ୍ତୀ ମୁହୂର୍ତ୍ତରେ କ'ଣ ଘଟିଛି, ଆଦି ପୁସ୍ତକ 3 ପର୍ବର 18 ପଦରେ ଏମିତି ଲେଖା ହେଇଛି, ତହିଁରେ କଣ୍ଟା ଓ ଗୋକରା ଗଛ ଜାତ ହବ, ପୁଣି ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ। ତାର ତ ଭୂମି ଅଭିଶପ୍ତ ହେଇଛି। ଭୂମି ମାନେ ଆମ ଶରୀରକୁ ହିଁ ବୁଝଉଛି। ତ ଶରୀର ଈଶ୍ୱରଙ୍କ ଦୃଷ୍ଟିରେ, ଈଶ୍ୱରଙ୍କର ଆଗରେ ଅଭିଶପ୍ତ ଅଟେ। ତେଣୁ ଏ ଶରୀରରୁ କେବେ ହେଲେ ଈଶ୍ୱରଙ୍କ ନିମନ୍ତେ, ଈଶ୍ୱରଙ୍କର ସୁଗ୍ରାହ୍ୟ ନିମନ୍ତେ କୌଣସି ଫଳ ଏ ଶରୀର ଉତ୍ପନ୍ନ କରିପାରିବ ନାହିଁ। ତ ଯେହେତୁ ଶରୀର ଭୂମି ଅଭିଶପ୍ତ ଅଛି, ଆଉ ସେଥିରୁ କଣ୍ଟା ଓ ଗୋଖରା ଗଛ ହିଁ ଜାତ ହବ। ତ ତେଣୁ ଆମେ ଯେତେବେଳେ ଆମ ଶରୀରକୁ କିଛି ବିଷୟ ଆଶା କରୁଛୁ ବା କିଛି ଶାରୀରିକ ଭାବେ କଲା ପରେ ଦେଖାଯାଉଛୁ, ତାହା ହୁଏତ ଆମ ଦୃଷ୍ଟିରେ କେତେବେଳେ ଭଲ ଦେଖାଯାଇପାରେ, କିନ୍ତୁ ଈଶ୍ୱର ତାକୁ କେବେ ହେଲେ ଗ୍ରହଣ କରିବେ ନାହିଁ। ଶରୀରରୁ ଯାହା ଜାତ ତାହା ଶରୀର। ତ ପ୍ରକୃତରେ ରକ୍ତ ମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରିବ ନାହିଁ, ଏ ପ୍ରକାର ମଧ୍ୟ ଲେଖା ଅଛି। ତ ଆମେ ଯଦି ଈଶ୍ୱରଙ୍କର ବାକ୍ୟକୁ ଦେଖିବା, ତେବେ ଆମର ଶାରୀରିକ ଭାବେ ଆମେ ଯାହା କଲେ ମଧ୍ୟ ଈଶ୍ୱରଙ୍କ ସନ୍ତାନ ହେଇପାରିବା ନାହିଁ। କିନ୍ତୁ ଅନେକ ଲୋକ କ'ଣ ଚିନ୍ତା କରୁଛନ୍ତି, ମୁଁ କିଛି କରିବା ଦ୍ୱାରା ଈଶ୍ୱରଙ୍କ ସନ୍ତାନ ହେବି। ସେଥିପାଇଁ ସେମାନେ କ'ଣ କହୁଛନ୍ତି, ଯୀଶୁ ଯାହା ସେମାନଙ୍କ ପାଇଁ କରିଛନ୍ତି ତାକୁ କେବେ ହେଲେ ବିଶ୍ୱାସ କରୁନାହାନ୍ତି। କାରଣ ସେମାନଙ୍କର ହୃଦୟ ବହୁତ ଜଡ଼ ଅଛି, ସେମାନଙ୍କର ହୃଦୟ ବହୁତ କଠିନ ଅଛି। ସେଥିପାଇଁ ସେମାନେ ଚିନ୍ତା କରିବାକୁ ଆରମ୍ଭ କରୁଛନ୍ତି। ଯଦିଓ ସେମାନେ ବ୍ୟବସ୍ଥାକୁ ଭାଙ୍ଗିଛନ୍ତି, କିନ୍ତୁ ସେମାନେ ଚିନ୍ତା କରୁଛନ୍ତି ବ୍ୟବସ୍ଥାକୁ ମୁଁ ପାଳନ କରିବି। ଆମ ଜୀବନରେ ଅନେକ ଥର ଆମେ ବ୍ୟବସ୍ଥାକୁ ଭାଙ୍ଗି ସାରିଛୁ। ଆମେ ଥରେ ଭାଙ୍ଗୁ କି 1000 ଥର ଭାଙ୍ଗୁ, ଆମେ ବ୍ୟବସ୍ଥା ଲଙ୍ଘନ କରିଛୁ।
ଆମେ ବ୍ୟବସ୍ଥା ଲଙ୍ଘନ କରିଛୁ, ଆମେ କେବେ ହେଲେ ବ୍ୟବସ୍ଥାକୁ ମାନିପାରିବା ନାହିଁ। କିନ୍ତୁ ଲୋକମାନଙ୍କ ହୃଦୟରେ କ'ଣ ଜୀବିତ ଅଛି? ନାଇଁ, ଆମେ କରିବୁ, ଆମେ ପାରିବୁ, ହୁଏତ ସମ୍ଭବ ହେଇପାରେ, ଏମିତି ହୃଦୟ ଦ୍ୱାରା ସେମାନେ ପରିଚାଳିତ ହେଉଛନ୍ତି। ସେଥିପାଇଁ ଯୀଶୁ ଯାହା କରିଛନ୍ତି ତାକୁ ସେମାନେ କେବେ ହେଲେ ପ୍ରାଧାନ୍ୟ ଦେଉନାହାନ୍ତି। କାରଣ ସେମାନେ ଭାବୁଛନ୍ତି ଆମେ କିଛି କରିବା ଦ୍ୱାରା ଈଶ୍ୱରଙ୍କ ସନ୍ତାନ ହେଇଛୁ, ଆମେ ସ୍ୱର୍ଗ ଯିବୁ, ଏ ପ୍ରକାର ବିଷୟ ଦ୍ୱାରା ସେମାନେ ଧରା ଯାଇଛନ୍ତି। ଆମେ ଯେଉଁ ପର୍ଯ୍ୟନ୍ତ ସିଦ୍ଧ ନଉ, ଆମେ ଯେଉଁ ପର୍ଯ୍ୟନ୍ତ ଆତ୍ମା ନଉ, ଆମେ ଯେଉଁ ପର୍ଯ୍ୟନ୍ତ ଧାର୍ମିକ ନଉ, ଆମକୁ ଈଶ୍ୱର ଚାହିଁଲେ ମଧ୍ୟ ସ୍ୱର୍ଗ ନେଇପାରିବେ ନାହିଁ। କାରଣ ଅସିଦ୍ଧ ଲୋକର କୌଣସି ସ୍ଥାନ ନାହିଁ, ପାପୀମାନଙ୍କର ସ୍ୱର୍ଗରେ ସ୍ଥାନ ନାହିଁ। ବାଇବେଲରେ କ'ଣ ଲେଖା ହେଇଛି? ବାଇବେଲରେ ସେମିତି ଲେଖା ହେଉଛି। ତେଣୁ ଲୋକମାନେ ବହୁତ ଭୁଲ ଦ୍ୱାରା ସେମାନେ ଧରା ଯାଇଛନ୍ତି ଆଉ ଆଶାବାଦୀ ଅଛନ୍ତି। ତେବେ ଏଠି କ'ଣ ଲେଖା ହେଲା? ଆମମାନଙ୍କର ଶରୀର କ'ଣ ହେଇଛି? ସମାପ୍ତ ହେଇଯାଇଛି ଯୀଶୁଙ୍କ ସହିତ। ଆମ ଶରୀର ସମାପ୍ତ ହେଇଛି। କିନ୍ତୁ ଯେଉଁ ଲୋକମାନେ ଆକୁ ଗ୍ରହଣ କରୁନାହାନ୍ତି, ସେମାନେ ଈଶ୍ୱରଙ୍କୁ ବିଶ୍ୱାସ ନ କରିକି, ସତ୍ୟକୁ ବିଶ୍ୱାସ ନ କରିକି, ଯୀଶୁଙ୍କୁ ବିଶ୍ୱାସ ନ କରିକି, ସେମାନେ ନିଜର ଦେଖୁଥିବା ବିଷୟକୁ ସେମାନେ ବିଶ୍ୱାସ କରୁଛନ୍ତି, ନିଜର ଜାଣିଥିବା ବିଷୟକୁ ସେମାନେ ବିଶ୍ୱାସ କରୁଛନ୍ତି। କାରଣ ବାଇବେଲ କ'ଣ କହୁଛି? ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଛୁ। ତ ମୁଁ ଯଦି ନିଜକୁ ଯେତେ ପ୍ରକାର ବି ଦେଖିବି, ମୁଁ କେଉଁ ଏଙ୍ଗଲରେ ମୁଁ ଈଶ୍ୱରଙ୍କ ସନ୍ତାନ କହିବି? ଏ ଶରୀର କ'ଣ ଈଶ୍ୱରଙ୍କ ସନ୍ତାନ ହେବ? ଶାରୀରିକ ଭାବେ କୌଣସି ଲୋକ ଅବ୍ରାହମଙ୍କର ବଂଶଧର ହେଇପାରିବ କି? ମୁଁ କେମିତି ଜନ୍ମ ହେଇପାରିବି ଅବ୍ରାହମଙ୍କର ବଂଶରେ? ମୁଁ ତ ଜଣେ ବିଜାତି ଲୋକ, ମୁଁ ତ ଜଣେ ଶରୀର, ମୁଁ କେମିତି ଆତ୍ମା ହେଇପାରିବି? ନାଇଁ, ଏ ସମସ୍ତ କର୍ମ ଈଶ୍ୱର କରିବା ଦରକାର ଅଛି। ଆମମାନଙ୍କୁ ପବିତ୍ର କରିବା, ଆମମାନଙ୍କୁ ସିଦ୍ଧ କରିବା, ଆମମାନଙ୍କୁ ଈଶ୍ୱରଙ୍କ ସନ୍ତାନ ବନେଇବା କାର୍ଯ୍ୟ ହେଉଛି ଈଶ୍ୱରଙ୍କର। ଆଉ ଈଶ୍ୱର ଏଇ କାର୍ଯ୍ୟ କରିବା ପାଇଁ ଯୀଶୁଙ୍କୁ ପ୍ରେରଣ କରିଥିଲେ, ଆଉ ଯୀଶୁ ତାହା ସମାପ୍ତ କରିଛନ୍ତି। ଯେଉଁମାନେ ଆଜି ବିଶ୍ୱାସ କରୁଛନ୍ତି ସେମାନେ କହିପାରିବେ ଆମେ ଈଶ୍ୱରଙ୍କ ସନ୍ତାନ। କିନ୍ତୁ ଆମମାନଙ୍କର ହୃଦୟରେ ତାହା ସମାଧାନ ହେବା ଦରକାର ଅଛି। ଆମେ କେବଳ କହିବା ଦ୍ୱାରା ଆମେ ଈଶ୍ୱରଙ୍କ ସନ୍ତାନ କେବେ ହେଇପାରିବା ନାହିଁ। ତ ତେବେ ପାଉଲ କ'ଣ କହୁଛନ୍ତି? ଗାଲାତ୍ୟ 2:20, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି, ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ଇଏ ହେଉଛି ଈଶ୍ୱରଙ୍କ ସନ୍ତାନ। ଖ୍ରୀଷ୍ଟ ତାଠାରେ ଜୀବିତ, ଆମଠାରେ ଜୀବିତ, ମୋ ଠାରେ ବି ଜୀବନ। ପୁଣି ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି ତାହା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କର ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି। ବର୍ତ୍ତମାନ ମୁଁ ଆମମାନେ ଶରୀରରେ ଅଛୁ। ଆମେ ଯଦି ବି ଆମେ ଜଗତରେ ଅଛୁ, ବାଇବେଲ ଆମକୁ ଜଗତର ଲୋକ ବୋଲି କହୁନି, ଆମେ ସ୍ୱର୍ଗର ଲୋକ ବୋଲି କହୁଛୁ। ଆଶ୍ଚର୍ଯ୍ୟ ବିଷୟ। କାହିଁକି ସେମିତି କହୁଛି? ଈଶ୍ୱର ତାହା ବନେଇଛନ୍ତି, ଯୀଶୁ ତାହା କରିସାରିଛନ୍ତି। ସେଥିପାଇଁ କହୁଛି ଯେଉଁ ଲୋକ ବିଶ୍ୱାସ କରିବ ସେ ହିଁ ତାକୁ ଗ୍ରହଣ କରିପାରିବ। ଯେଉଁ ଲୋକ ନିଜକୁ ଦେଖିବ, ଜଗତକୁ ଦେଖିବ, ସେ କେବେ ହେଲେ ସେ ପ୍ରକାର କହିପାରିବନି। ସେଠାରେ ବାଇବେଲରେ ଗୋଟେ ବିଷୟ ଲେଖା ଅଛି। ସେଠାରେ ଜାଇରସ୍ ବୋଲି ଗୋଟେ ଲୋକ ଅଛି, ତାର ଝିଅ ମରିଯାଇଥିଲା। ଆଉ ଯୀଶୁ ଦାଣ୍ଡରେ ଠିଆ ହେଇଛନ୍ତି, ଅନେକ ଲୋକ କାନ୍ଦୁଛନ୍ତି। ସେଠି ଯୀଶୁ କ'ଣ କହୁଛନ୍ତି? ତୁମମାନେ ରୋଦନ କର ନାହିଁ, କାରଣ ଝିଅଟା ମରିନାହିଁ, ଶୋଇ ପଡ଼ିଛି। ତ ଆମେ ଡିପଲି ଯଦି ଏ ବାକ୍ୟକୁ ଅନୁଧ୍ୟାନ କରିବା, ତେବେ ସମସ୍ତଙ୍କ ଦୃଷ୍ଟିରେ, ମୋ ଦୃଷ୍ଟିରେ, ଜଗତର ଦୃଷ୍ଟିରେ ଝିଅଟା ମରିଯାଇଛି। କିନ୍ତୁ ସେ ମୃତ ଝିଅ ଯୀଶୁଙ୍କ ଦୃଷ୍ଟିରେ ଜୀବିତ ଅଛି। ଯୀଶୁ ତାକୁ ଜୀବିତ ଦେଖୁଛନ୍ତି। ତେଣୁ ଯୀଶୁ ଜୀବିତ ତାକୁ କହୁଛନ୍ତି। ଯିଏ ଗ୍ରହଣ କରିବ ସେ ଜୀବିତ କହିପାରିବ। କିନ୍ତୁ ମୃତ ଯିଏ କହୁଛି ସେ କେବେ ଯୀଶୁଙ୍କୁ ବିଶ୍ୱାସ କରୁନାହିଁ, ସେଟା ପ୍ରକାଶ ପାଉଛି। ତ ଯେତେବେଳେ ଆମେ ନିଜକୁ ଦେଖୁଛୁ, ଈଶ୍ୱର କ'ଣ ଆମକୁ ସେମିତି ଦେଖୁଛନ୍ତି କି? ନାଇଁ, ଆମେ ନିଜକୁ ନିଜେ ଯେମିତି ଦେଖୁଛୁ ଈଶ୍ୱର ସେମିତି ଦେଖୁନାହାନ୍ତି। ଯୀଶୁଙ୍କ ଭିତରେ ଆମକୁ ସେ ଦେଖୁଛନ୍ତି। ଯୀଶୁ ମୋ ପାଇଁ କ'ଣ କରିଛନ୍ତି ସେମିତି ସେ ଦେଖୁଛନ୍ତି। ତେବେ ଆମେ ଯଦି ବାଇବେଲ ଦେଖିବା, ସେଠି ପ୍ରେରିତ ପାଉଲ କ'ଣ କହୁଛନ୍ତି? ମୁଁ ବିଶ୍ୱାସରେ ଜୀବନଯାପନ କରୁଛି। ବିଶ୍ୱାସରେ ଜୀବନଯାପନ କରିବା ଆଉ ସ୍ୱାଭାବିକ ଜୀବନ ଏଇଟା ଏକା ନୁହେଁ। ମୁଁ ଯଦି ଦେଖୁଥିବା ବିଷୟ କହିବି, ମୁଁ କେମିତି ମରିଛି? ମୁଁ ମରିନି। କିନ୍ତୁ ବାଇବେଲ କହୁଛି ଆମମାନଙ୍କର ପାପର ଶରୀର ଯୀଶୁଙ୍କ ସହିତ କ୍ରୁଶାର୍ପିତ ହେଇସାରିଛି। ତେଣୁ ମୁଁ ଆଉ ନାହିଁ, ମୁଁ ଜୀବିତ ନୁହେଁ,
जो लोक मु जीवित नुहे बोली ग्रहण करुच्ची वाक्य को सी जीशु को विश्वास करुच्ची। जो लोक मु मरी ना कहूँ से के जीशु को केवे रिसीव करनी। तापर आउ गोटे वाक्य आम देखा एवरी 10 पद मु सब बेले से वाक्य कहे बहुत इंपोर्टाट वाक्य सुसमाचार कौन लिखाई जीशु ख्रीष्ट शरीर मु एवरी 10 पद पढ़ुची। जीशु ख्रीष्ट शरीर एकाथर के उत्सर्गीकृत होगा द्वारा से ही इच्छा हेतु आम्भे माने पवित्रीकृत होई अछु। किंतु अधिकांश ख्रीस्टियन मान हृदय कौन अच्छी आमको पवित्र हेबाकू अच्छी। जो जिनस हेइछि जो जिनस करा जाइछि ताकू आमे आ कोन करिया। एबे गोटे कबाट खोला जाइछि ताकू आ खोलिबार आवश्यक अछि कि सेटा तो खोला हेइछि। धला जिनस का धला करिवार आवश्यक अछि कि कला जिनस का कला करिवार आवश्यक अछि कि नहीं। किंतु आमान लोक मान हृदय कौन हेइछि से माने निजको देखुचंती निजर कर्म को देखुचंती निजर जीवन कहानी को देखुचंती लोक मान कथा को सुनुचंती। जितेबेले आमे ए विषय को नहीं कि तर्जमा करिवा आमे कौन केबे जीवन रे पवित्र हेई परिबा कि कदापि हेई परिबा नै। सेटारे थरे जक्ष घर को जीशु जाइथिले जक्ष को सांगरे जाउतिले आउ लोक मान कहउचंती ए देखो जने पापी घर को से गलानी तार अर्थ लोकों को दृष्टि जक्ष जने पापी कारण ता जीवन रे से जने टैक्स कलेक्टर थिले जीवन रे से अनेक भूल कार्य जा करथिबे निश्चित भावे। तो जक्ष मध्य निज हृदय रे से दोषीकृत ही थिला। किंतु जीशु कौन कहउचंती सेठी जीशु कौन कहउचंती आजी ए घरे परित्राण उपस्थित जेणु ये मध्य जने अब्राहम को संतान माने जक्ष मध्य जने अब्राहम संतान। किंतु ए वाक्य को नहीं कि लोक मान कौन चिंता करुचंती हाँ जेतेबेले जीशु को से ग्रहण कला आउ तार अनेक संपत्ति से दान करदेवा पाई चिंता कला से जीशु ताको अब्राहम को संतान बोली कहले सेमती केबे हेई परिबो नाही। जक्ष जहा कले मध्य से अब्राहम को संतान हेई परिबो नाही कारण अब्राहम को संतान माने पुनर्जन्म संतान। अब्राहम को संतान माने ईश्वर को संतान। अब्राहम को संतान माने वाक्य रे जन्म होइतबा संतान। तेणु जे परित्राण पाइछि से ही अब्राहम को वंशधर अटे। तो एठी आमे एवरी 10 पद रे कौन देखु जीशु ख्रीष्ट शरीर एकाथर के उत्सर्गीकृत हेबा द्वारा कौन पाई क्वेश्चन नहीं जीशु ख्रीष्ट शरीर क्रूसरे उत्सर्गीकृत हेबा द्वारा से ही इच्छा हेतु माने एटा होची ईश्वरंकर इच्छा। कारण जीशु कौन कहउथिले मु मोर इच्छा सफल करबा को न आसी मोर प्रेरणकर्ता को इच्छा सफल करबा पई आसी होची। तेणु जीशु क्रूसार्पित हेबाटा होची ईश्वरंकर इच्छा सेटा तांकर इच्छा भी नथिला हेले एटी दी जनकर इच्छा कार्य मिसिला ईश्वर इच्छा करथिले आउ जीशु ताको उत्सर्ग करके निज जीवन रे सफल कले। तो ए फल कौन हेची लेखा हेची इच्छा हेतु आंभे माने पवित्रीकृत हेजु। तो एइटा होची ईश्वरंकर रास्ता गोटे पापी को पवित्र करवाटा। कारण बाइबल लेखा हेची रक्तपात बिना पाप मोचन हुए नहीं। तेणु जीशु तांकर पवित्र रक्त को क्रूस रे ढालिले जो द्वारा आमर समस्त पाप क्षमा हो सारी। रक्तपात बिना पाप मोचन हुए नहीं। तेणु जीशु कौन कले अपना रक्त को से ढालिले जेमती कि मोर पाप मोचन हो पारिबो मोर पाप क्षमा हो पारिबो मोर पापर प्रायश्चित करा जाय पारिबो। तो आमे जदि वाक्य को देखिबा जोटी पाप अछि ताकू कोन पवित्र बोली कुआ जाय पारिबो कि कदापि नुहे। किंतु एठी कोन लिखा आइछि से इच्छा हेतु आम्भे माने पवित्रीकृत होई अछु। तार अर्थ ईश्वरंक द्वारा आमे पवित्र करा जाय अछु जीशु ख्रीष्टंक ठारे। हेले जे इच्छा करिके जीशु को प्रेरण कले गोटे पापी को पवित्र करबा पई आउ से जीशु आसिके ताको पवित्र कले सेई पापी को पवित्र करा जाय अछि। तेणु जीशु ताको कोन पापी आ कहि परिबे कि सॉरी ईश्वर ताको पापी कहि परिबे कि पाप ईश्वर केबे पापी कहि परिबे नै। कारण से जीशु को स्वीकार करंती जीशु को रक्त तांको आगे बहुत मूल्य। जेतेबेले ईश्वर जीशु को रक्त को देखुचंती सेठी आमे जदि बाइबल पढिबा आमे जानि परिबा कि जीशु अपना रक्त के नहीं कि ये जगत रे थिबा समागम रे से प्रवेश करि नाहंती। स्वर्ग रे जो समागम तंबु अहस्तकृत ईश्वर द्वारा कृत समागम तंबु अछि ईश्वर दक्षिण पार्श्व रे सेथिर जाई से प्रवेश करिजंती। तार तो
ଈଶ୍ୱରଙ୍କଠାରେ ଗୃହୀତ ହେଇଛନ୍ତି କ'ଣ ନେଇକି? ଆମ୍ଭମାନଙ୍କର ପାପର ପ୍ରାୟଶ୍ଚିତ ରକ୍ତ ନେଇକି ସେଠି ପହଞ୍ଚେଇଛନ୍ତି। ତାର ତ ସେ ରକ୍ତରେ ଆମମାନଙ୍କର ଛବି ଆଙ୍କିତ ହେଇଯାଇଛି। ଏଇଟା ହେଉଛି ସେଇ ଲୋକର ପାପର ପ୍ରାୟଶ୍ଚିତ ରକ୍ତ, ଏଇଟା ହେଉଛି ସେଇ ଲୋକର ପାପର ପ୍ରାୟଶ୍ଚିତ ରକ୍ତ। ତେଣୁ ଯୀଶୁଙ୍କ ରକ୍ତ ଭିତରେ ଆମ ସମସ୍ତଙ୍କର ପରିଚୟ ରହିଯାଇଛି। ତ ଯୀଶୁ ଯେତେବେଳେ ସେ ରକ୍ତକୁ ଝରାଇଲେ, ଆଉ ରକ୍ତକୁ ନେଇକି ସେ ଆମର ପ୍ରାୟଶ୍ଚିତ ରକ୍ତକୁ ଈଶ୍ୱରଙ୍କ ନିକଟରେ ପହଞ୍ଚେଇଛନ୍ତି, ସେତେବେଳେ କ'ଣ ହେଇଛି? ଆମର ସମସ୍ତ ପାପ କ'ଣ କରାଯାଇଛି? ଧୁଆଯାଇଛି। ଯୀଶୁଙ୍କ ରକ୍ତରେ ସଫା ହେଇସାରିଛି। ତେଣୁ ଆମେମାନେ ହେଉଛୁ ଈଶ୍ୱରଙ୍କର ସନ୍ତାନ। ଆମେମାନେ ପବିତ୍ର କରାଯାଇଅଛୁ। କାହା ଦ୍ୱାରା? ଆମେ ନିଜ ଦ୍ୱାରା ନୁହେଁ, ଈଶ୍ୱରଙ୍କ ଦ୍ୱାରା, ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ପବିତ୍ର କରାଯାଇଅଛୁ। କିନ୍ତୁ ଲୋକମାନେ କ'ଣ ଚିନ୍ତା କରୁଛନ୍ତି? ହଁ, ବାକ୍ୟରେ ଲେଖା ହେଇଛି ଯେ ମୁଁ ତ ପବିତ୍ର ନୁହେଁ, ତାର ତ ଏମାନେ କ'ଣ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି? ନାଇଁ, ଯୀଶୁଙ୍କୁ ବିଶ୍ୱାସ କରିବାର ଅର୍ଥ କ'ଣ? ସେ ଯାହା କରିଛନ୍ତି ତାକୁ ଗ୍ରହଣ କରିବା, ସେଇଟା ହିଁ ସୁସମାଚାର। ଯୀଶୁ କ'ଣ କରିଛନ୍ତି? ମୋର ପାପକୁ ସେ କ'ଣ କରିଛନ୍ତି? ତାଙ୍କ ରକ୍ତ ଦ୍ୱାରା କ୍ଷମା କରିଛନ୍ତି, ଧୋଇ ଦେଇଛନ୍ତି, ସଫା କରିଦେଇଛନ୍ତି। ତ ତୋ ଦ୍ୱାରା ମୁଁ କ'ଣ ହେଇଛି? ପବିତ୍ର ହେଇଛି। ବାକ୍ୟରେ ସେମିତି ଲେଖେ, ସୁସମାଚାର ସେମିତି କହୁଛି। ପବିତ୍ର ଆତ୍ମା ଯୀଶୁଙ୍କ ବିଷୟରେ ଯାହା ଦେଖିଲେ ତାକୁ ପ୍ରେରିତମାନଙ୍କୁ ଦେଲେ, ପ୍ରେରିତମାନେ ତାକୁ ଲେଖିଦେଇଛନ୍ତି। ହେଲେ ମୁଁ ନିଜକୁ କେମିତି ଦେଖୁଛି? ମୁଁ ପାପୀ, ମୁଁ ଅପରାଧୀ, ମୁଁ ଏଇ ପ୍ରକାର କଦର୍ଯ୍ୟ ଲୋକ, ମୁଁ ସେଇ ପ୍ରକାର ଲୋକ। ତାର ଅର୍ଥ କ'ଣ? ଯୀଶୁ ମୋତେ ପବିତ୍ର କରିଛନ୍ତି, ମୁଁ ନିଜକୁ ଅପବିତ୍ର ଦେଖୁଛି। କୋଉଟା ସତ୍ୟ? ନାଇଁ, ଯୀଶୁ ଯାହା କରିଛନ୍ତି ତାହା ହିଁ ସତ୍ୟ। ତେବେ ମୁଁ ନିଜକୁ ଯେମିତି ଦେଖିଲେ ମୋତେ କିଛି ଫରକ ପଡ଼ୁନାହିଁ। ଜାଇରସର ଝିଅ ମରିଥାଉ ବଞ୍ଚିଥାଉ ସେଇଟା କିଛି ଫରକ ପଡ଼େ ନାହିଁ। ଯୀଶୁ କହୁଛନ୍ତି ସେ ଶୋଇଛି ମାନେ ଶୋଇଛି। এইটা হচ্ছে ବିଶ୍ୱାସ। ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ ହେଉଛି ବିଶ୍ୱାସ। ଏଭ୍ରି 11:1 ପଦରେ ଲେଖା ହେଇଛି। ତେବେ ଲୋକଙ୍କର ଅଧିକାଂଶ ଖ୍ରୀଷ୍ଟିଆନ ଲୋକମାନେ ଆମେ ପାପୀ କହୁଛନ୍ତି। ସେ ପାପୀମାନେ କେମିତି ଅବ୍ରାହମଙ୍କର ବଂଶଧର ହେଲେ? ସେମାନେ କ'ଣ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି? କାରଣ ବାକ୍ୟ କ'ଣ କହୁଛି? ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱରଙ୍କର ସନ୍ତାନ ହୋଇଅଛ। ହେଲେ ଯୀଶୁ ମୋତେ ଆପଣଙ୍କୁ ପବିତ୍ର କରିଛନ୍ତି। ଲେଖା ହେଇଛି, ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମେମାନେ ପବିତ୍ରୀକୃତ ହୋଇଅଛୁ। ତେବେ ମୁଁ ପବିତ୍ରୀକୃତ ହୋଇଅଛି, ତା ମାନେ ମୁଁ ପବିତ୍ର, ତାର ତ ମୋର ପାପର ସମାଧାନ କରାଯାଇଛି। ମୋର ପାପର ସମ୍ପୂର୍ଣ୍ଣ 100% ସମାଧାନ ହେଇସାରିଛି ଯୀଶୁଙ୍କ ରକ୍ତ ଦ୍ୱାରା, ଯୀଶୁଙ୍କ ମୃତ୍ୟୁଭୋଗ ଦ୍ୱାରା। ସେଥିପାଇଁ ମୁଁ ପବିତ୍ର ଅଟେ। ତେଣୁ ଈଶ୍ୱର ମୋତେ ପବିତ୍ର କହୁଛନ୍ତି। ଯେତେବେଳେ ମୁଁ ଈଶ୍ୱରଙ୍କ ସ୍ୱରକୁ ଶୁଣୁଛି, ମୁଁ ସୁସମାଚାରକୁ ଶୁଣୁଛି, ମୁଁ ପବିତ୍ର ଅଟେ। କିନ୍ତୁ ଯେଉଁ ଲୋକମାନେ ନିଜର ସ୍ୱରକୁ, ଜଗତର ସ୍ୱରକୁ ଶୁଣୁଛନ୍ତି, ସେମାନେ ଅପବିତ୍ର ହିଁ କହିବେ, ସେମାନେ ଅପବିତ୍ର ହିଁ କହୁଛନ୍ତି। କିନ୍ତୁ ସେମାନେ ଭାବପ୍ରବଣ ମାନେ କ'ଣ କହୁଛନ୍ତି? ଆମେ ଈଶ୍ୱରଙ୍କର ସନ୍ତାନ। ଈଶ୍ୱରଙ୍କ ସନ୍ତାନ କ'ଣ ପାପୀ? ଈଶ୍ୱରଙ୍କ ସନ୍ତାନ କ'ଣ ଅପବିତ୍ର? ଈଶ୍ୱରଙ୍କ ସନ୍ତାନ କ'ଣ ଅଧାର୍ମିକ? ଈଶ୍ୱରଙ୍କ ସନ୍ତାନ କ'ଣ ଅସିଦ୍ଧ? କଦାପି ନୁହେଁ। ତେଣୁ ଈଶ୍ୱରଙ୍କ ସନ୍ତାନ ସେଇମାନେ ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି। ଯୀଶୁ ଆମମାନଙ୍କୁ ପବିତ୍ର କରିସାରିଛନ୍ତି। ଆଉ ଗୋଟେ ବାକ୍ୟ ପଢ଼ିବା, ଆମେ ଶେଷ କରିବା। ତ ଆମେମାନେ ଧାର୍ମିକ ମଧ୍ୟ ହେଇସାରିଛୁ ଯୀଶୁଙ୍କ ଦ୍ୱାରା। କ'ଣ ଲେଖା ହେଇଛି ସେଠି? ଆମେ ପଢ଼ିବା ରୋମିଓ 4:25 ପଦ ପଢ଼ିବା। ସେଠି କ'ଣ ଲେଖା ହେଇଛି? ରୋମିଓ 4:25 ପଦ। ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ। ତ ଯୀଶୁ ଆମର ପାପର ସମାଧାନ କରିବା ପାଇଁ ସେ ସମର୍ପିତ ହେଲେ। ରକ୍ତ ଝରାଇଲେ, କଣ୍ଟାର ମୁକୁଟ ପିନ୍ଧିକି ରକ୍ତ ଝରାଇଲେ, କୋରଡ଼ା ପ୍ରହାସ ସହିକି ରକ୍ତ ଝରାଇଲେ। ସେ ଆମର ପାପକୁ ସମାପ୍ତ କରିଦେଲେ। ସେ କ'ଣ ପାଇଁ ଉଠିଲେ? ନାଇଁ, ସେ ଆମକୁ ଜଣାଇବା ପାଇଁ ଉଠିଲେ, ତୁମର ପାପ ମୁଁ ସମାପ୍ତ କରିସାରିଛି କ୍ରୁଶରେ। କ୍ରୁଶରେ କ'ଣ କହିଲେ ଯୀଶୁ? ଏଥର ସମାପ୍ତ ହେଲା। କ'ଣ ସମାପ୍ତ କରିବା ପାଇଁ ସେ ଆସିଥିଲେ? ଆମେ ଯଦି ଦାନିଏଲ ପୁସ୍ତକ ଯଦି ପଢ଼ିବା, ସେଠି ବହୁତ ଭୟଙ୍କର ବିଷୟ ଲେଖା ହେଇଛି। ଆସନ୍ତୁ, ସମୟ ହେଇଗଲା, କିନ୍ତୁ ମୁଁ ଆପଣଙ୍କୁ ଦେଖେଇବି ଦାନିଏଲରେ କ'ଣ ଲେଖା ହେଇଛି। ଦାନିଏଲ ପୁସ୍ତକରେ ଆମେ ପଢ଼ିବା 9:24 ପଦ ମୁଁ ପଢ଼ୁଛି। କ'ଣ ଲେଖା ହେଇଛି?
ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ କରିବାକୁ ଆଉ ଅନନ୍ତକାଳ ସ୍ଥାୟୀ ଧର୍ମ ଆଣିବାକୁ ପୁଣି ଦର୍ଶନ ଭବିଷ୍ୟତ ବାକ୍ୟ ମୃଦାଙ୍କିତ କରିବାକୁ ଓ ପବିତ୍ରତମକୁ ଅଭିଯୁକ୍ତ କରିବାକୁ ତୁମ ଲୋକଙ୍କର ଓ ତୁମର ପବିତ୍ର ନଗର ନିମନ୍ତେ 70 ସପ୍ତାହ ନିରୂପିତ ହେଉଛି। ମୁଁ ସମୟ ବିଷୟରେ କହୁନି, କିନ୍ତୁ ଈଶ୍ୱରଙ୍କର ପ୍ରତିଜ୍ଞା ଥିଲା ସେ ପାପକୁ ସମାପ୍ତ କରିବେ। କ'ଣ ଲେଖା ହେଇଛି? ଆଉ ଅନନ୍ତକାଳ ସ୍ଥାୟୀ ଧର୍ମ ଆଣିବାକୁ, ପାପରୁ ଶେଷ କରିବାକୁ। ତ ଏଇଟା ଯୀଶୁଙ୍କ ବିଷୟରେ ଭବିଷ୍ୟତବାଣୀ ହେଇଥିଲା। ତ ଯୀଶୁ ପାପ କ'ଣ କଲେ? ସମାପ୍ତ କଲେ କ୍ରୁଶରେ। ଯେଉଁ ବିଷୟ ସେ ସମାପ୍ତ କରିଛନ୍ତି ସେଇ ବିଷୟରେ ସେ କେବେ କହୁନାହାନ୍ତି ସେ କ'ଣ ପାଇଁ ଉଠିଲେ। ନାଇଁ, ମୁଁ ତୁମର ପାପ ସମାପ୍ତ କରିସାରିଛି, ତମେ ଆଉ ପାପିନି। ଯାହା ପାଖରେ ରୋଗ ନାହିଁ ସେ ଅବଭିୟସଲି ସୁସ୍ଥ ଲୋକ, ତାକୁ ଆମେ ରୋଗୀ କହିପାରିବା ନାହିଁ। ତ ସୁସମାଚାର କ'ଣ କହୁଛି? ଯୀଶୁ ଆମର ସମସ୍ତ ପାପର ପ୍ରାୟଶ୍ଚିତ, ଆମର ପାପର ସମାଧାନ, ଆମର ପାପର ଅନ୍ତ ଘଟାଇ ସାରିଛନ୍ତି କ୍ରୁଶରେ। ଆଉ ସେ କ'ଣ ପାଇଁ ଉଠିଲେ? ଏଇ ସୁସମ୍ବାଦ ଦେବା ପାଇଁ ଉଠିଲେ, ତୁମେ ଆଉ ପାପୀ ନୁହଁ, ଆମେମାନେ ହେଉଛୁ ଧାର୍ମିକ। ତ ଏସବୁ ବିଷୟ ଯଦି ଆମେ ଦେଖିବା, ବାଇବେଲରେ ଆଉ ବହୁତ ଗୁଡ଼ାଏ ବାକ୍ୟ ଅଛି ଯାହାକି କେବଳ ଯୀଶୁଙ୍କର କର୍ମକୁ ନେଇକି ଆମକୁ ଦେଖାଉଛି ଯୀଶୁ କ'ଣ କରିଛନ୍ତି। ତ ଯେଉଁ ଲୋକମାନେ ନମ୍ର ଭାବେ ଗ୍ରହଣ କରୁଛନ୍ତି ସେମାନେ ନିଶ୍ଚିତ ଭାବେ କହିବେ ମୁଁ ପବିତ୍ର ଅଟେ, କାରଣ ଯୀଶୁ ମୋତେ ପବିତ୍ର କରିଛନ୍ତି, କାରଣ ଯୀଶୁ ମୋ ପାଇଁ ଜଗତକୁ ଆସିଥିଲେ। ମୁଁ ଧାର୍ମିକ ଅଟେ, କାରଣ ଯୀଶୁ ମୋତେ ଧାର୍ମିକ ଗଣନା କରିସାରିଛନ୍ତି। ଏହା କେବେ ହେଲେ ଆମର ଜନ୍ମ, ଆମର କର୍ମ, ଆମର ଜ୍ଞାନ ଦ୍ୱାରା ନାହିଁ, ଏହା କେବଳ ଅନୁଗ୍ରହରେ ହେଇଯାଇଛି। ତେଣୁ ଅନୁଗ୍ରହରେ ଆମେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇଛୁ, ଆମେ ଗ୍ରହଣ କରୁଛୁ କି ଅନୁଗ୍ରହରେ ପରମେଶ୍ୱର ଯୀଶୁଙ୍କୁ ପ୍ରେରଣ କରିକି ଆମକୁ ତାଙ୍କର ସନ୍ତାନ ବନେଇ ସାରିଛନ୍ତି। କିନ୍ତୁ ଯେଉଁ ଲୋକର ପାପର ସମାଧାନ ହେଇନି ହୃଦୟରେ, ସେ ଯଦି ଈଶ୍ୱରଙ୍କ ସନ୍ତାନ ବା ଅବ୍ରାହମଙ୍କର ବଂଶଧର କହୁଛି, ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଏହା ତାର କ'ଣ? ଏହା ହେଉଛି ତାର ଗୋଟେ ଭୁଲ କଥା ଅଟେ। ତାହା ସେ କେବେ ହେଲେ ଜାଣିନାହିଁ ଯେ ମୁଁ ଈଶ୍ୱରଙ୍କ ସନ୍ତାନ ବୋଲିକି। ଲୋକ କହିବା ଦ୍ୱାରା ସେ ଜାଣିକି ସେ କଥା କହୁଛି। ତେଣୁ ବାଇବେଲ ସ୍ପଷ୍ଟ, ଅବ୍ରାହମଙ୍କ ସନ୍ତାନ କିଏ? ତେଣୁ ଆମେ ଯେଉଁ ପର୍ଯ୍ୟନ୍ତ ଆମେ ବିଶ୍ୱାସ କରିନୁ, ଆମେ କେବେ ହେଲେ ଅବ୍ରାହମଙ୍କ ସନ୍ତାନ ନୁହଁ।